ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଭଲ ଥିବେ। ଶୁଭ ସକାଳ। ଆଉ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ଭାଇମାନେ, ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରୁନାହାନ୍ତି। ଗୋଟେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆଉଛି ଭାଇ, ମାନେ କିଛି ଖରାପ ଭାବିବେନି, ଏ ସାଉଣ୍ଡଟା ଆକ୍ଚୁଆଲି ଟିକେ ରହୁଛି। ଚାଲନ୍ତୁ ଗପଟି ଆରମ୍ଭ କରିବା। ଗପଟି କେମିତି ହେଇଛି ମୋତେ ଯାହା ବି ହେଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା, କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ। ଗୋଟେ ଛୋଟ ଗାଁ ଥିଲା। ଗାଁରେ ଆଦିତ୍ୟ ନାମର ଗୋଟେ ଛୋଟ ଛୁଆଟି ରହୁଥିଲା ଓ ଶାନ୍ତି ଓ ଅଳ୍ପ କଥା ସେ କୁହେ ଓ ବହୁତ ଭଲ ପିଲାଟି ସେ ଥିଲା। ସେ ସବୁବେଳେ ଗୋଟେ କଥା ଅଜଣା ଭଲ ଭାବୁଥିଲା ଯେ ତା ସାଙ୍ଗେ ଗୋଟେ ଅଜଣା ଛାଇଟି ବୁଲୁଥିଲା ଆଉ ସେ କଥା ବି କହୁଥିଲା। ତା ସାଙ୍ଗେ ଗୋଟେ ଅଜଣା ଛାଇ ବୁଲୁଥିଲା, ସେ କଥା ବି କହୁଥିଲା। ଗାଁରେ ସମସ୍ତେ ଭାବୁଥିଲେ ସେ ପାଗଳ। ଗାଁ ଲୋକ ଭାବିଲେ ସେ ଗୋଟେ ପାଗଳଟା। ଆଦିତ୍ୟ ଛୋଟବେଳୁ ଦେଖୁଥିଲା ଯେ ସିଏ କ'ଣ କୁହେ ଓ ସେଇ ଛାୟା ତା ଭବିଷ୍ୟତ କଥା କୁହେ। ଆଦିତ୍ୟ ଯେଉଁ କଥାଟା ବି କୁହେ, ଛାୟା ତାର ଭବିଷ୍ୟତ କଥା କହିଦିଏ ତା ସାଙ୍ଗରେ। କେବେ ଛାୟା ୱାର୍ଣ୍ଣିଂ ଦେଇଥିଲା, ଆଗକୁ ଯାଅନି ବିପଦ ହେବ। ସତକୁ ସତ ଛାୟା ଯାହା ବି କହିଥିଲା ସତ ସତ ସେୟା ହେଲା। ଆଗକୁ ଗଲେ ବିପଦ ପଡ଼ିଲା। ଧୀରେ ଧୀରେ ଆଦିତ୍ୟ ନିଜର ଭୟ କମିଲା ଓ ଛାୟା ଉପରେ ତା ବିଶ୍ୱାସ ଆହୁରି ଆସିଲା। ଏକ ଦିନ ଗାଁରେ ଗୋଟେ ମହା ଦୁର୍ଭିକ୍ଷ ପଡ଼ିଲା। ଗାଁରେ ଗୋଟେ ବହୁତ ଶୁଖିଲା ପଡ଼ିଲା। ଲୋକମାନେ ଖାଇବାକୁ ପାଇଲେନି। ଜଳ ଜମି ଶୁଖିଗଲା। ବିଲରେ ଚାଷ ହେଲା ନାହିଁ। ପାଣି ପାଇଲେନି ଲୋକମାନେ। ଓ ଛାୟା କହିଲା ସେଇ ଟାଇମ୍ରେ ଆଦିତ୍ୟକୁ, ତୁମେ ଯଦି ସମସ୍ତଙ୍କୁ ବଞ୍ଚିବାକୁ ଚାହୁଁଛ ତାହେଲେ ତୁମର ପ୍ରାଣ ବଳିଦାନ ଦେବାକୁ ପଡ଼ିବ। ଆଦିତ୍ୟ ଦ୍ୱନ୍ଦ୍ୱରେ ପଡ଼ିଗଲା। ଓ ଗାଁରେ ବଞ୍ଚିବା ପାଇଁ ସେ କ'ଣ କରିବ? ନିଜେ ବଞ୍ଚିବ ନା ଗାଁକୁ ବଞ୍ଚିବାକୁ ସେ ପ୍ରାଣଦାନ ନେବ? ସେ ଦୁଇ ପ୍ରକାର ଚିନ୍ତାଧାରା କରିବାକୁ ଲାଗିଲା। ସମୟ କଟିଗଲା। ସେ ନିଷ୍ପତ୍ତି ନେଲା ଯେ କିଛି ଦିନ ପରେ ଗାଁକୁ ବଞ୍ଚାଇବି ଓ ବଳିଦାନ ଦେବା ପାଇଁ ମୁଁ ପ୍ରସ୍ତୁତ ହେଲି। ସେ କହିଲା ମୁଁ ଗାଁକୁ ବଞ୍ଚାଇବି ଓ ବଳିଦାନ ଦେବା ପାଇଁ ମୁଁ ପ୍ରସ୍ତୁତ ହେଲି। କିନ୍ତୁ ଛାୟା ହଠାତ୍ ହସିଲା। ତୁମର ପ୍ରାଣ ନୁହେଁ, ତୁମର ଲୋଭ ଓ ବଳିଦାନ କରିବାକୁ ପଡ଼ିବ। ଆଦିତ୍ୟ ପୁଣି ଭାବିଲା, ଆରେ ବଳିଦାନ ଓ ଲୋଭ ପୁଣି କ'ଣ କରିବାକୁ ପଡ଼ିବ? ହଠାତ୍ ସେ କେବେ ବି ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିବ ନାହିଁ। ଛାୟା ତାକୁ କହିଲା ଯେ ସେ କେବେ ବି ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିବ ନାହିଁ। ସେଇ ସାକ୍ରିଫାଇସ୍ ଦେବା ପାଇଁ ଗାଁରେ ବର୍ଷା ହେଲା। ସେଇ କଥାଟା ସେ କହିଲା ବୋଲି ଛାୟା ଗାଁରେ ବର୍ଷା କରେଇଲା, ଯେଉଁଥିପାଇଁ ଗାଁ ଲୋକମାନେ ଫସଲ କରିପାରିଲେ, ପାଣି ପିଇ ପାଇଲେ। ଗାଁରେ ସବୁ ପ୍ରକାର ଅସୁବିଧା କଟିଗଲା। ଆଦିତ୍ୟ ପୁଣି ଚିନ୍ତା କଲା। ଆଶ୍ଚର୍ଯ୍ୟ ହେଲା, ରେ ତୁମେ ଆକ୍ଚୁଆଲି କିଏ? ତୁମେ ମୋ ସାଙ୍ଗରେ ସବୁବେଳେ ଯାଉଛ, ମୋତେ ସବୁ କଥା କହୁଛ, ମୋ ଭବିଷ୍ୟତ କଥା କହୁଛ, ତୁମେ କିଏ? ଛାୟା କହିଲା, ମୁଁ ତୁମର ଏକ ଭବିଷ୍ୟତର ଆତ୍ମା। ତୁମର ଯେଉଁ ଭବିଷ୍ୟତ ଅଛି ତାର ହେଲେ ମୁଁ ଆତ୍ମା। ତୁମେ ଯାହା ହେବ ମୁଁ ସେୟା ହିଁ ହେବି। ଆମେ ସମସ୍ତଙ୍କ ଛାୟା କିଛି ସତ୍ୟ ହେଇ କିଛି କୁହେ। ଯେତେବେଳେ ଆପଣଙ୍କ ନିଜ ଉପରେ ନିଜର ବିଶ୍ୱାସ ଥିବ, ଆପଣ ଯେଉଁଟା ଭାବୁଥିବେ ନାଇଁ ଏଇ କଥାଟା କଲେ ଠିକ୍ ହେବ, ଏଇଟା ଭୁଲ ହେବ, ସେ ଯେଉଁଟା ଆପଣ ଭାବୁଥିବେ ଠିକ୍ ହେବ ସେଇ କଥାଟା ଠିକ୍ ହେବ, କିନ୍ତୁ ଆପଣ ଭୁଲ ହିଁ କରିବାକୁ ଯିବେ ସେ ଜାଗାରେ। ସବୁବେଳେ ନିଜ ଭିତରୁ ଚିନ୍ତା କରନ୍ତୁ କେଉଁଟା ଠିକ୍ ହେବ, କେଉଁଟା ଭୁଲ ହେବ, କେଉଁ କାମଟା କଲେ ଉଚିତ, କେଉଁ କାମଟା କଲେ ଉଚିତ ନୁହେଁ। ଆପଣ ନିଜେ ଚିନ୍ତା କରନ୍ତୁ। ଆଜ୍ଞା, ଗପଟି ଯଦି ଭଲ ଲାଗିଲା ଭାଇମାନେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ ଓ ଚ୍ୟାନେଲକୁ ଯାହାହେଲେ ବି ଆପଣ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ ଗପଟି କେମିତି ଲାଗିଲା, ଭଲ ଲାଗିଲା, ଖରାପ ଲାଗିଲା, ଯାହା ବି ହେଉ। ଓଡ଼ିଶା ଭାଇମାନେ ଆପଣମାନେ ତ ଯାହାହେଲେ ବି ଟିକେ ସପୋର୍ଟ କରନ୍ତୁ। ଆଜ୍ଞା, ଜୟ ଜଗନ୍ନାଥ। ମୁଁ ରହୁଛି।